ହରି ଓମ୍ ତତ୍ସତ୍। ଏ ବର୍ଷ ସରିବା ପାଇଁ ଆଉ କିଛି ଘଣ୍ଟା ମାତ୍ର। 25 ପଳେଇ ଯିବେ, 26 ଆସିବେ। ଆଜି ସୂର୍ଯ୍ୟଙ୍କର ବନ୍ଦାପନା ହେବ। ଆଜି 30 ତାରିଖ। 30 ତାରିଖ ମଙ୍ଗଳବାର। 30 ତାରିଖ ମଙ୍ଗଳବାର, ଶାମ୍ବ ଦଶମୀ, ସୂର୍ଯ୍ୟ ପୂଜା। କୃଷ୍ଣପୁତ୍ର ଶାମ୍ବ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ ସୂର୍ଯ୍ୟ ପୂଜା କରି। ଏବଂ ମଙ୍ଗଳବାର 30 ତାରିଖ ଦଶମୀ ସକାଳ 7ଟା 15 ଯାଏ ଅଛି। ସକାଳ 7ଟା 15 ଭିତରେ ଶାମ୍ବ ଦଶମୀ ସଂକ୍ରାନ୍ତୀୟ ସୂର୍ଯ୍ୟ ପୂଜା ସରିବା ଉଚିତ। ସକାଳ 7ଟା 15 ପରେ ମାନେ 7ଟା 16ରୁ ଏକାଦଶୀ ଆରମ୍ଭ ହୋଇଯାଉଛି। ସେ ଏକାଦଶୀର କାର୍ଯ୍ୟକାଳ ପୁଣି ସନ୍ଧ୍ୟା 5ଟା 1 ଯାଏ। ଏକାଦଶୀର କାର୍ଯ୍ୟକାଳ ସନ୍ଧ୍ୟା 5ଟା 1 ଯାଏ। ଆମେ ଆଲୋଚନା କରୁଛେ 30 ତାରିଖ ମଙ୍ଗଳବାର ଶାମ୍ବ ଦଶମୀ। ଦଶମୀ ତିଥି ସରିଯିବ 7ଟା 15 ଭିତରେ ସକାଳୁ। ତାପରେ ଏକାଦଶୀ ଆରମ୍ଭ ହେବ, ସିଏ ସରିଯିବ ସନ୍ଧ୍ୟା 5ଟା 1 ଭିତରେ। ତାପରେ ଆସିଯିବ ଦ୍ୱାଦଶ ତିଥି। 3 ତିଥି ଆଜି ଗୋଟାଏ ଦିନରେ ତ୍ରୟସ୍ପର୍ଶ ତିଥି। ଆଜି ଆଉଥରେ କହିଦେଉଛି, ଶାମ୍ବ ଦଶମୀ ସକାଳ 7ଟା 15 ଭିତରେ ସବୁ କାର୍ଯ୍ୟ ସରିବା ଉଚିତ। ବନ୍ଧୁ, 30 ତାରିଖ ମଙ୍ଗଳବାର ସୂର୍ଯ୍ୟାସ୍ତ 5ଟା 15 ମିନିଟ୍ 45 ସେକେଣ୍ଡରେ। 5ଟା 15 ପରେ ଅଶୁଭ ସମୟ 2ଟା 36ରୁ 3ଟା 58। ଅଶୁଭ ସମୟ ଦିନ 2ଟା 36ରୁ 6ଟା 3ଟା 58। 2ଟା 36ରୁ 3ଟା 58। 2ଟା 30ରୁ 3ଟା 58। ମଙ୍ଗଳବାର 30 ତାରିଖ ମେଷ ରାଶି ପାଇଁ ଶୁଭ। ବାର ମଙ୍ଗଳ, ମେଷର ଅଧିପତି ମଙ୍ଗଳ। ଏହି ଦୁଇ ମଙ୍ଗଳର ସମ୍ମିଶ୍ରଣରେ ଏକ ମଙ୍ଗଳ ପରିବେଶ ସୃଷ୍ଟି ହେବ ମେଷ ରାଶି ପାଇଁ। ଦେଖିବା କ'ଣ କଥା ଅଛି। ମଙ୍ଗଳବାର 30 ତାରିଖ ମେଷ ରାଶି ପାଇଁ ଶୁଭ। ମେଷାଧିପ ମଙ୍ଗଳ, ପୁଣି ବାର ମଙ୍ଗଳ। ଏଣୁ ଏ ଘରର ଲୋକେ ବୋଲେ ମେଷର ଲୋକେ, ଏ ଘରର ଲୋକେ କେବଳ ମଙ୍ଗଳ କାମନା କରିବେ ଓ ତାଙ୍କର ମଙ୍ଗଳ ହେବ। ମାତ୍ର କଥାଟା ଅନ୍ୟ ପ୍ରକାରର। ଆମେ ସିନା ଆଶା କରୁଛେ ମଙ୍ଗଳ ହେବ, କିନ୍ତୁ ନା, କଥାଟା ଅନ୍ୟ ପ୍ରକାରର। ଘରେ 9ଟା ଘରେ ଏଇ ମେଷରାଶି ଲୋକମାନେ ଆଜି ସବୁ ଦେଖିବେ, କିଛି ଉପଭୋଗ କରିପାରିବେନି। ଘରେ ଆଜି 9 ତିଅଣ 6 ଭଜା ହେବ, ଗୃହସ୍ଥ ଉପାସ ରହିବ। ଘରେ ଆଜି 9 ତିଅଣ 6 ଭଜା ହେବ, ଗୃହସ୍ଥ ଉପାସ ରହିବ। ଅର୍ଥାତ୍ ମେଷ ରାଶି ଖାଲି ସୁଖ ଦେଖିବ, ଅନୁଭବ କରିପାରିବନି। ତାକୁ ବିଭିନ୍ନ ଦୁଃଖ ଆକ୍ରମଣ କରିବ। ଆଜି ମେଷ ରାଶିର ଶ୍ରୀଚନ୍ଦ୍ରରେ ଶ୍ରୀଲାଭ ହୁଏ। ଧନ ସମ୍ପତ୍ତି ବୃଦ୍ଧି ହୁଏ, ଖାଦ୍ୟପେୟ ମଧୁମୟ ହୁଏ, ବଢ଼ିଆ ନିଦ ହୁଏ, ବନ୍ଧୁ ସମାଗମ ହୁଏ, ଭଲ ଆୟ ଇନକମ୍ ହୁଏ, ବଢ଼ିଆ ଅମଳ ହୁଏ। କିନ୍ତୁ ଶ୍ରୀଚନ୍ଦ୍ର ହେଉଛି ମେଷର ଘାତ ଚନ୍ଦ୍ର। ତେଣୁ କେଉଁଠି ବାଡ଼େଇ ପିଟି ହେଇଯିବ, ରକ୍ତପାତ ହେବ। ଏଇଟା ହିଁ ଅସୁବିଧା, ଆଉ ଅସୁବିଧା କିଛି ନାହିଁ। ଶ୍ରୀଚନ୍ଦ୍ର ହିଁ ଅସୁବିଧା। ରକ୍ତପାତ ଯୋଗ ଅଛି, କିନ୍ତୁ ମଙ୍ଗଳକୁ ମଙ୍ଗଳ ରକ୍ଷା ମିଳିବ। ଏକାଦଶ ରାହୁଙ୍କର କଲ୍ୟାଣ ହେତୁ ଏ ସମସ୍ୟା ଅସ୍ତଗାମୀ ରବି ପରି ମିଳେଇଯିବ। ସୂର୍ଯ୍ୟ ଅସ୍ତ ହେବା ସମୟରେ ଲାଲ ଦିଶନ୍ତି, ଆଲୋକ ବି ଦିଅନ୍ତି, କିରଣ ବି ଦିଅନ୍ତି।
କିନ୍ତୁ ସେ କ୍ରମଶଃ କ୍ରମଶଃ ଲୀନ ହୋଇଯାଆନ୍ତି। ଏକାଦଶ ରାହୁ ଅଛି, ମଙ୍ଗଳବାର ଅଛି, ଏଣୁ ଇଏ ସମସ୍ୟା ସେତେ ଗୁରୁତର ହେବନି। ଦିନର ସ୍ୱାଦ ଚାଖି ଖୁସି ହେବେ। 4ଟା ପରେ ଦ୍ୱିଜାର, 4ଟା ଯାଏ 4ଟା ପରେ। ଆଜି 4ଟା ଯାଏ ଦ୍ୱିଜାର ନକ୍ଷତ୍ର କଷ୍ଟ ଭୋଗିବେ, 4ଟା ପରେ ଅଶ୍ୱିନ ନକ୍ଷତ୍ର କଷ୍ଟ ଭୋଗିବେ। ଅଶ୍ୱିନର 4ଟା ପରେ ଆଉ ଦ୍ୱିଜାର 4ଟା ଯାଏ, ଏଇ ଗୋଳିଆ ଘଣ୍ଟା ଭିତରେ ଏ ଘରର ଲୋକମାନେ ମାନେ ମେଷ ଘରର ଲୋକମାନେ ଆଜି କିଛି ଆଲୁଅ, କିଛି ଅନ୍ଧାର, କିଛି ସୁଖ, କିଛି ଦୁଃଖକୁ ନେଇ ସମୟ କାଟିବେ। ଆସନ୍ତୁ ଯିବା 30 ତାରିଖ ମଙ୍ଗଳବାର ବୃଷ ଘରକୁ। ବୃଷ ଘର ଲୋକମାନେ କେମିତି ଅଛନ୍ତି ବୁଝିବା। ମଙ୍ଗଳବାର 30 ତାରିଖ ବୃଷର 4ଟା ଯାଏ ମୃଗଶିରା, ମୃଗଶିରା ନକ୍ଷତ୍ର 4ଟା ଯାଏ, ଆଉ କୃତ୍ତିକାର 4ଟା ପରେ। ମୃଗଶିରାର 4ଟା ଯାଏ, କୃତ୍ତିକାର 4ଟା ପରେ ଅଶୁଭ ସମୟ ଆସିବ। ମଙ୍ଗଳବାର ହେତୁ ସାବଧାନ, କାରଣ ରାଶ୍ୟାଧିପତି ହେଲେ ଶୁକ୍ର। ଶୁକ୍ର ମଙ୍ଗଳଙ୍କର ପଡ଼େନି, ଏଣୁ ଦିନଟା ଭଲରେ ଯିବନି। ସାବଧାନ। ଆଜି ବ୍ୟୟକାରକ ଦିବସ। ହାତରୁ ଚେଙ୍ଗ ମାସ ଖସିଗଲା ପରି ବହୁ ପଇସା ହାତରୁ ଖସିଯିବ, ବ୍ୟୟ ହେବ। ଅବଶ୍ୟ ଏ ବ୍ୟୟ ଅନୁଚିତ ନୁହେଁ। ବ୍ୟୟକାରକ ଦିବସ। ସାମାନ୍ୟ ଅସୁସ୍ଥତା ବି ଅନୁଭବ କରିବେ, ପୀଡ଼ିତ ହେବେ, ମନୋମାଳିନ୍ୟ ବି ହୋଇପାରେ। ଆୟ ଅମଳରେ ବାଧା ସୃଷ୍ଟି ହେବ। କେହି କେହି ଈର୍ଷାଳୁ କର୍ଣ୍ଣ କଟୁ ଶବ୍ଦ ପ୍ରୟୋଗ କରି ଆଘାତ ଦେବେ। କେହି କେହି ଅତି ହୃଦୟ ବିଦାରକ ଶବ୍ଦ ପ୍ରୟୋଗ କରିବେ, ଭାରି ବାଧିବ। ଏଣୁ ସବୁ ସହିଗଲେ ଦିନଟି ଶୁଭରେ ଶୁଭରେ ଯିବ। ରୋଗ ବ୍ୟାଧି ହେଉଛି, ହେଉଥାଉ ନା, ବେଶୀ କଷ୍ଟ ହେବନି ତ। ଆମେ ଗୋଟେ କଥା ନାହିଁ, ଭିତରେ କାନ୍ଦଇ ଉପରେ ହସଇ ଏଇ ମୋର ପରିଚୟ। ଆଜି ଏଇଭଳି ଦିନ, ଆମେ ଉପରେ ହସିବା। ସବୁ ଦୁଃଖ ଆସିବ ପଳେଇବ। ଯଦି କେହି କଟୁକ୍ତି ପ୍ରୟୋଗ କଲା, ତା ପାଟି ଖରାପ ହେଲା। ହଁ, ବାହାରେ କେଉଁଠି ଦୁର୍ଗନ୍ଧ ହେଉଛି, ସେ ଆମ ନାକ ପାଖ ଦେଇ ପବନ ପଳେଇଗଲା, କିନ୍ତୁ ସେ ଏରିଆ ଖରାପ ନା, ଆଉ ଆମ ନାକ କ'ଣ ଖରାପ? ତେଣୁ ଯିଏ କଟୁକ୍ତି ପ୍ରୟୋଗ କଲା ସିଏ ହିଁ ବଦମାସ। ଆମେ ସବୁ ସମ୍ଭାଳ ନେବା, ଭିତରେ କାନ୍ଦିବା, ଉପରେ ହସିବା, ଏଇ ଆମ ପରିଚୟ। ମିଥୁନ ଘରକୁ ବୁଲିଯିବା। ମିଥୁନ ମଉସା କ'ଣ କରୁଛନ୍ତି ଦେଖିବା ଟିକେ। ମଙ୍ଗଳବାର 30 ତାରିଖ ମିଥୁନ ରାଶିର ପୁନର୍ବସୁ ନକ୍ଷତ୍ରର 4ଟା ଯାଏ, ଆର୍ଦ୍ର 4ଟା ପରେ ଅଶୁଭ ସମୟ ଆସିବ। ମଙ୍ଗଳବାର ହେତୁ ସମସ୍ୟା ଘନେଇ ଆସିବ। ତଥାପି ଯିଏ ମହାମାନ୍ୟ ସେମାନଙ୍କ ପାଇଁ ଇଏ ସମସ୍ୟା କିଛି ନୁହଁ। ଆଜି ମିଥୁନ ରାଶିକୁ ସବୁଠାରୁ ମୂଲ୍ୟବାନ ଧନ ମିଳିବ, ସମ୍ମାନ। ସବୁଠାରୁ ମୂଲ୍ୟବାନ ଧନ ହେଉଛି ସମ୍ମାନ। ସବୁ ଯାଉ, ମୋ ଇଜ୍ଜତ ରହୁ, ମୋ ସମ୍ମାନ ରହୁ, ଜ୍ଞାନୀମାନେ କହନ୍ତି ନା। ଆଜି ପାରମାର୍ଥିକ ଲାଭ ହେବ। ଯେଉଁମାନେ ମହାମନା, ତାଙ୍କର ପାରମାର୍ଥିକ ଲାଭ ହେବ। ଯେଉଁମାନେ ତମାମ ଭଳି, ଆମକୁ ଲୌକିକ ଲାଭ ହେବ, ପାରିବାରିକ ସୁଖ ମିଳିବ। ଆୟ ଅମଳ ବଢ଼ିଆ ହେବ। କାହାର? ମିଥୁନ ଘର ଲୋକଙ୍କର। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ଧନ ମାନ ସମ୍ପତ୍ତି ସୁଖକର ହେବ। ଏଣୁ ଆଜି ମନ ଖୁସିରେ ଏମାନେ ଏକ ଅଭୂତପୂର୍ବ ଆନନ୍ଦ ଅନୁଭବ କରିବେ, କାରଣ ଆଜି ସମ୍ମାନ ଯୋଗ। ସମସ୍ତଙ୍କୁ, ଛୋଟ ବଡ଼ ସମସ୍ତେ ଆଜି ସମ୍ମାନିତ ହେବେ, ଆଦର ପାଇବେ, ସ୍ନେହ ପାଇବେ, ମମତା ପାଇବେ। ମିଥୁନ ପାଇଁ ଏକ ପ୍ରକାର ଭଲ ଦିନ। ଯିବା କର୍କଟ ପାଖକୁ। କର୍କଟ ରାଶି ମଙ୍ଗଳବାର 30 ତାରିଖ। ମଙ୍ଗଳବାର 30 ତାରିଖ କର୍କଟ ରାଶି ପାଇଁ ଭଲ ବାର। ବାର ଅଧିପତି ମଙ୍ଗଳ, ରାଶି ଅଧିପତି ଚନ୍ଦ୍ର,
ଚନ୍ଦ୍ର ସହ ମଙ୍ଗଳଙ୍କର ମିତ୍ରତା ଅଛି। ଏଣୁ ଆଜି ଆଜି ମିଥୁନ ଯେତିକି ସମ୍ମାନ ପାଇବ ତାର 100 ଗୁଣ ଅଧିକା ସମ୍ମାନ ମିଳିବ କର୍କଟକୁ। ଆଜି ମାନବର ମହାଧନ ସମ୍ମାନ, ଏହି ସମ୍ମାନ ଲାଭ କରି କର୍କଟ ରାଶିର ଲୋକମାନେ ପ୍ରଫୁଲ୍ଲିତ ହେବେ। ରାଶ୍ୟାଧିପ ଚନ୍ଦ୍ର ଆଜି ହାତକୁ କାମ, ମୁଣ୍ଡକୁ ବୁଦ୍ଧି, ଅଣ୍ଟାକୁ ବଳ ଯୋଗାଇ ଦେବେ। ତେଣୁ ବୁଦ୍ଧିମାନ ଲୋକ ବୁଦ୍ଧି, ଜ୍ଞାନ, ବିବେକ, କଳ କୌଶଳ ଖର୍ଚ୍ଚ କରି ମନ ଇଚ୍ଛା ରୋଜଗାର କରିବେ। ଉତ୍ତମ କର୍ମ କରି ସମ୍ମାନିତ ହେବେ। ଘରେ ଆମର ବାପା, ମା, ଭାଇ, ଭଉଣୀ, ପୁଅ, ଝିଅ, ସ୍ତ୍ରୀ, ସ୍ୱାମୀ ମଧ୍ୟରେ ଏକ ମଧୁମୟ ସମ୍ପର୍କ ସୃଷ୍ଟି ହେବ। ପଡ଼ୋଶୀମାନେ ଆମକୁ ଭଲ ପାଇବେ, ଆମେ ବି ପଡ଼ୋଶୀଙ୍କ ପ୍ରଶଂସା କରିବା। ମୋଟାମୋଟି ଭାବରେ କର୍କଟ ରାଶିର ଆଜି ଏକ ମଧୁମୟ ଦିନ। ଚାରିଟା ଯାଏ ଅଶ୍ଳେଷାର, ଚାରିଟା ପରେ ପୁଷ୍ୟାର ଅଶୁଭ ସମୟ ଆସିବ। ଚାରିଟା ଯାଏ ଅଶ୍ଳେଷାର ଅଶୁଭ ସମୟ ରହିବ, ଚାରିଟା ପରେ ପୁଷ୍ୟାର ଅଶୁଭ ସମୟ ଆସିବ। ବୁଲିଯିବା ସିଂହ ଘରକୁ। ମଙ୍ଗଳବାର 30 ତାରିଖ ସିଂହ ରାଶିର ଚାରିଟା ଯାଏ ପୂର୍ବ ଫାଲ୍ଗୁନୀର ଅଶୁଭ, ଚାରିଟା ପରେ ମଘାର ଅଶୁଭ ସମୟ ଆସିବ। ଏମାନେ କୃତ କର୍ମର ଫଳ ଭୋଗିବେ। ଦେବ କଲ୍ୟାଣ ଆଉ ଗୁରୁ ଆଶିଷ ତଥା ମାତୃକୃପା ଲାଭ କରିବେ। କିଛି ଭଲ କର୍ମ ସେମାନେ ଅର୍ଜନ କରିଛନ୍ତି ଏହି ସିଂହ ରାଶିର ଲୋକମାନେ, ଏହି ପରିବାର ଲୋକମାନେ, ସିଂହ ପରିବାର ଲୋକମାନେ। ତେଣୁ ସେମାନଙ୍କୁ ଆଜି ସେମାନଙ୍କ କୃତ କର୍ମର ଫଳ ସ୍ୱରୂପ ଦେବ କଲ୍ୟାଣ, ଗୁରୁ ଆଶିଷ ଓ ମାତୃକୃପା ମିଳିବ। ଆସୁଥିବା ବିପଦ ଦୂରେଇ ହେଇଯିବ। ସିଂହ ପାଇଁ ଆଜି ସମ୍ମାନ ବି ଅଛି, ସମ୍ମାନ ହାନି ଯୋଗ ଅଛି। ତେଣୁ ଏ ଦୁର୍ଯୋଗରୁ ରକ୍ଷା ପାଇବା ପାଇଁ ମାପି ଚୁପି ମାର୍ଜିତ ବ୍ୟବହାର କରିବା ଉଚିତ। ମାପି ଚୁପି କାହାକୁ କେମିତି କହିଲେ ଚଳିବ, କେଉଁଠି ମୁଣ୍ଡ ନୁଆଇବାକୁ ପଡ଼ିବ। ତେଣୁ ଆଜି ଆଲୋ ସଖୀ ଆପଣା ମହତ ଆପେ ରଖି, ଏହି ନ୍ୟାୟରେ ଟିକେ ଜଗି ରଖି ଚଳିଲେ ଭଲ, ନହେଲେ ସମ୍ମାନ ହାନି ହେବ। ସମ୍ମାନ ହାନି କେବେ ନ ହେଉ ହେଲା, ଏ ଚିନ୍ତା ସବୁବେଳେ ଆମେ ଆଲୋଚନା କରିବା। ଦେହ ମୁଣ୍ଡ ସାମାନ୍ୟ ଅସୁସ୍ଥ ହେବ, ଆଉ ସମ୍ଭାଳି ନେଲେ କେହି ଜାଣିପାରିବେନି। ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି, ମନ ପୋଡ଼ିଗଲେ ଜାଣେ ଏକା ମନ। ସବୁ ଅଳ୍ପ ଅଳ୍ପ ହେବ, ଯାହା କିଛି ହେବ କ୍ଷତି, ଯାହା କିଛି ହାନି ହେବ ସେସବୁ ଅଳ୍ପ ଅଳ୍ପ ହେବ। ରୋଗ ବ୍ୟାଧି ଯାହା ହେବ ଅଳ୍ପ ଅଳ୍ପ ହେବ। ତେଣୁ ଆମେ ସମ୍ଭାଳି ନେଲେ ହେଲା, କେହି ଜାଣିପାରିବେନି। କିନ୍ତୁ ଆମେ ଦେଖେଇ ହେବା ସାମାନ୍ୟ କ'ଣ ଟିକେ ହେଇଛି, ଆମେ ଲୋକ କହି ବୋଲିବା, ସେମାନେ ଯିଏ ଆମକୁ ଭଲ ନ ପାଉଥିବେ ସେ କ'ଣ କହିବେ, ଆଉ ଟିକେ ହୁଅନ୍ତେ ବଢ଼ିଆ ହୁଅନ୍ତା। ତେଣୁ ଆମେ କାହାକୁ କହିବାନି। ଏବେ ଆସିବା କନ୍ୟା ରାଶି ପାଖକୁ। ମଙ୍ଗଳବାର 30 ତାରିଖ କନ୍ୟା ରାଶି ପାଇଁ ଆଜି ଅଶୁଭ ଦିନ। ମଙ୍ଗଳବାର ହେତୁ ଦୁଶ୍ଚିନ୍ତା ବଢ଼ିଯିବ। ଚାରିଟା ଯାଏ ଚିତ୍ରାର ଅଶୁଭ, ଚାରିଟା ପରେ ଉତ୍ତର ଫାଲ୍ଗୁନୀର ଅଶୁଭ ସମୟ ଆରମ୍ଭ ହେବ। ଏହି ଦୁଇ ନକ୍ଷତ୍ର ସାମାନ୍ୟ ଅସୁସ୍ଥତା ଲାଭ କରିବେ। ଦେହ ମୁଣ୍ଡ ଟିକେ ବିନ୍ଧିବ। ଆଜି ରୋଗ ହେବାର ଲକ୍ଷଣ ବେଶୀ ଅଛି।
ଏଇ ଦୁଇ ନକ୍ଷତ୍ର ମାନେ ଚାରିଟା ଯାଏ ଚିତ୍ରା, ତାପରେ ପରେ ଉତ୍ତର ଫାଲ୍ଗୁନି, ଏଇ ଦୁଇ ନକ୍ଷତ୍ର ଧାରୀଙ୍କର ଦେହ ଟିକେ ଖରାପ ବେଶୀ ହେବ। ଆଉ ଅନ୍ୟ ନକ୍ଷତ୍ର କନ୍ୟା ରାଶିର ଅନ୍ୟ ନକ୍ଷତ୍ରଧାରୀ ଲୋକମାନେ ମଧ୍ୟ ଅସୁସ୍ଥ ହେବେ। ବିଶେଷ କରି ଚାରିଟା ଯାଏ ଚିତ୍ରା ବେଶୀ କଷ୍ଟ ଭୋଗିବ। ଚାରିଟା ଠାରୁ ଉତ୍ତର ଫାଲ୍ଗୁନି ଟିକେ ଅଧିକ କଷ୍ଟ ଭୋଗିବ। ହସ୍ତା ପାଇଁ ଟିକେ କମ୍ ପୀଡ଼ା ଅଛି। ଆଜି ପୁରୁଣା ରୋଗ ଥିଲେ ସେ ଟିକେ ବଥେଇବ। ଯଦି ଶଯ୍ୟାଶାୟୀ ରୋଗୀ କେହି ଅଛନ୍ତି କନ୍ୟା ରାଶିର, ତାଙ୍କ ଜୀବନ ସଙ୍କଟାପନ୍ନ ହେବ। ଆୟ ଅମଳ ମନ ଲାଖି ମିଳିବନି। ଯେତେ ପରିମାଣରେ ଆମେ ରୋଜଗାର କରୁଥିଲେ, ଆୟ କରୁଥିଲେ, ଆଶା କରୁଥିଲେ ଆମ କ୍ଷେତ୍ରରୁ ଆଜି ଅଧିକ 5 ବସ୍ତା ମିଳିବ, ଆଜି ବିଜନେସ୍ରେ, ବଣିଜରେ, ବ୍ୟବସାୟରେ ଭଲ ଆୟ ରୋଜଗାର ହେବ ନା ବାଧା ବନ୍ଧନ ସୃଷ୍ଟି ହେବ। ମୋଟାମୋଟି ଭାବରେ କନ୍ୟା ରାଶି ପାଇଁ 30 ତାରିଖ ମଙ୍ଗଳବାର ଆଦୌ ଶୁଭ ନୁହଁ। ମଙ୍ଗଳବାର 30 ତାରିଖ ତୁଳା ରାଶି କଥା ବୁଝିବା। ତୁଳା ପାଇଁ ଏକ ଲାଭପ୍ରଦ ଦିନ। ତୁଳା ରାଶିକୁ ଆଜି ଦୈବ ସାହା, ସମସ୍ତ ପ୍ରକାର ସୁଖ ଆଜି ତୁଳାକୁ ମିଳିବ। ମଙ୍ଗଳବାର 30 ତାରିଖ ତୁଳ ପାଇଁ ଏକ ଲାଭପ୍ରଦ ଦିନ। ଏମାନେ ଆଜି ଆନନ୍ଦ ମୁଖର ପରିବେଶରେ ସମୟ କାଟିବେ। ଆର୍ଥିକ ସୁଖର ଆନନ୍ଦ ପାଇ ଖୁସି ହେବେ। ସମସ୍ତ ବ୍ୟବସାୟୀ ଆଜି ନିଜ କର୍ମରୁ ଯଥେଷ୍ଟ ବେଶୀ ଆୟ ଅମଳ କରିବେ। ଦିନ 4ଟା ଯାଏ ବିଶାଖା ନକ୍ଷତ୍ରର ଅଶୁଭ ଦିନ, 4ଟା ପରେ ସ୍ୱାତିର ଅଶୁଭ ସମୟ ଆସିବ। ଆଉ କିଛି ଅସୁବିଧା ନାହିଁ। କିନ୍ତୁ ଏଇ ଯେଉଁ ଅଶୁଭ ସମୟ 2 ନକ୍ଷତ୍ରର, ସେ ସମୟରେ ଟିକେ ବାଧିବ। ଏଇ ଅଶୁଭ ସମୟରେ ଟିକେ କଷ୍ଟ ହେବ, ବାଧିବ, କାରଣ ଆଜି ମଙ୍ଗଳବାର। ବିଛା ଘରକୁ ବୁଲିଯିବା। ବିଛା ରାଶି କଥା ବୁଝିବା। ମଙ୍ଗଳବାର 30 ତାରିଖ ବିଛା ରାଶିର ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ସମୟ 4ଟା ଯାଏ। ଅନୁରାଧାର 4ଟା ପରଠୁ ଅଶୁଭ ସମୟ ଆସିବ। ବିଛା ରାଶି ବ୍ୟକ୍ତି ମୁଣ୍ଡକୁ ଆଜି ଦୁଶ୍ଚିନ୍ତା ଆସିବନି। ବିଛା ରାଶି ବ୍ୟକ୍ତିଙ୍କ ମୁଣ୍ଡକୁ ଆଜି ଦୁଶ୍ଚିନ୍ତା ଆସିବନି। ସଳଖ ଚିକ୍କଣ ରାସ୍ତାରେ ଗାଡ଼ି ଗଡ଼ିଲା ପରି ଏମାନେ ଆଜି ନୂତନ ଦ୍ରବ୍ୟ କିଣିବାର ସୁଯୋଗ ପାଇବେ। ରାସ୍ତା ଚିକ୍କଣ, ଗୋଡ଼ି ଗୋଟିଏ ନାହିଁ। ଆମ ଗାଡ଼ିର ଚକ ଠିକ୍ଠାକ୍ ଅଛି। ଯେମିତି ଗାଡ଼ି ନିର୍ବିଘ୍ନରେ ନିର୍ବାଧାରେ ଆଗକୁ ଗଡ଼ି ଚାଲେ, ଆଜି ଏମାନଙ୍କର ସମୟ ଚକ୍ର, ଜୀବନ ଚକ୍ର ସେମିତି ଗଡ଼ି ଗଡ଼ି ଚାଲିବ। ଆଜି ସେମାନେ ସମସ୍ତେ କିଛି କିଛି ନୂଆ ଜିନିଷ ଘରକୁ ଆଣିବେ। ଏବେ ସୁନାକୁ ଛୁଇଁ ହେଉନି। ସୁନାକୁ ଜ୍ୱର ହେଇଛି, ଭୟଙ୍କର ଜ୍ୱର। ମାନେ କେତେ ଡିଗ୍ରୀ ସେଲସିୟସ୍ କେଜାଣି, କ'ଣ କହୁଛନ୍ତି 1.47, ପୁଣି 0.33, ପୁଣି 0.15। ଏତେ ଡିଗ୍ରୀ ଜ୍ୱର ହେଇ ତ ଛୁଇଁବ କିଏ? ତଥାପି ବିଛା ରାଶିର ଲୋକେ ଆଜି ଅତି କମରେ ସୋରିଷ ଓଜନର ସୁନା ମଧ୍ୟ କିଣିପାରନ୍ତି। ଆଜି ସ୍ୱର୍ଣ୍ଣ ଲାଭ ଯୋଗ ଅଛି। ଆଜି ଆୟ ଅମଳ ବଢ଼ିଆ ହେବ। ବିଛା ରାଶିଙ୍କର ଯିଏ ଯେଉଁ ବୃତ୍ତିରେ ବସୁଛନ୍ତି, ତାଙ୍କର ସେ ବୃତ୍ତିର ଆୟ ବଢ଼ିଆ ହେବ, ଲାଭ ଭଲ ହେବ। କୃଷକଙ୍କର ବଢ଼ିଆ ଅମଳ ହେବ। ବ୍ୟବସାୟୀଙ୍କର ଲାଭ ଉପରେ ଲାଭ ହେବ। ଦେହ ମୁଣ୍ଡ ଠିକ୍ଠାକ୍ ରହିବ, କାରଣ ଆଜି ମଙ୍ଗଳବାର। ବିଛା ରାଶିର ଅଧିପତି ମଙ୍ଗଳ। ଆଜି ମଙ୍ଗଳବାର। ବୁଲିଯିବାନି ଧନୁବାକୁ? ଆସୁନାହାନ୍ତି ଯିବା। କ'ଣ ସେଠି କରୁଛନ୍ତି? ଯିବା ଆସନ୍ତୁ।
ମଙ୍ଗଳବାର 30 ତାରିଖ ଧନୁ ରାଶି ପାଇଁ ଶୁଭଙ୍କର ଦିନ। କାରଣ ମଙ୍ଗଳବାର ଧନୁର ଅଧିପତି ହେଲେ ବୃହସ୍ପତି। ବୃହସ୍ପତି ମଙ୍ଗଳଙ୍କର ଇଣ୍ଟିମେଟ୍ ଫ୍ରେଣ୍ଡ, ଘନିଷ୍ଠ ସାଙ୍ଗ। ତେଣୁ ମଙ୍ଗଳବାର 30 ତାରିଖ ଧନୁ ରାଶି ପାଇଁ ଶୁଭକାରକ ଦିନ। କାରଣ ମଙ୍ଗଳବାର ନାନାବିଧ ସୁଖ ଯଥା ଲୌକିକ, ପାରିବାରିକ, ସାମାଜିକ, କୌଳିକ, ଆର୍ଥିକ, ସାମାଜିକ ଓ ପାରମାର୍ଥିକ ସୁଖ ଲାଭ କରି ଏମାନେ ଆଜି ଆନନ୍ଦ ବାଣ୍ଟିବେ। ଅନ୍ୟକୁ ଇଏ ସୁଖ ବିତରଣ କରିବେ। ଅନ୍ୟ ଆଖିରୁ ଲୁହ ପୋଛିବେ। ଅନ୍ୟ ଓଠରେ ଗାଲରେ ହାତ ମାରି ଗେଲଟିଏ କରିଦେବେ। ଅନ୍ୟର ଗୋଡ଼ ହାତ ମୋଡ଼ିଦେବେ। ଅନ୍ୟକୁ ଖୋଇଦେବେ, ଖୁଆଇଦେବେ ଇତ୍ୟାଦି ଇତ୍ୟାଦି। ଏମାନେ ଆଜି ସୁଖ ବାଣ୍ଟିବେ। ସୁଖ ବାଣ୍ଟିବେ। ସର୍ବବିଧ ବ୍ୟବସାୟୀ ଆଜି ସାମାନ୍ୟ ବୁଦ୍ଧି ବିଦ୍ୟା ଖଟେଇ ପାରିଲେ ଯଥେଷ୍ଟ ବେଶୀ ଆୟ ଅମଳ କରିପାରିବେ। ସାମାନ୍ୟ ବୁଦ୍ଧି ବିଦ୍ୟା, ଏଠି ଆଜି ଜଟିଳ କିଛି ହେବନି। ଟିକେ ଭାବିଦେଲେ ମୁଣ୍ଡକୁ ବୁଦ୍ଧି ଆସିଯିବ। ଦୈବ ସହାୟ ଅଛି ନା। ତେଣୁ ଧନୁ ରାଶିର ସମସ୍ତେ ଆଜି ବଢ଼ିଆ ଆୟ ଅମଳ କରିବେ। ଶୁଭରେ ଶୁଭରେ ଦିନ ଯିବ। ସମସ୍ତେ ଆଜି ପ୍ରଶଂସା କରିବେ, ତା ଜେଜ ସେମିତିଆ ଥିଲେ ବୋଲି ସିନା ସିଏ ନାତିଟା ସେମିତି ହେଇଛି। ଦେଲେ ନେଲେ ତ ସମସ୍ତେ ଭଲ, ଆଉ କ'ଣ। ଯିଏ ଦବନି କିଛି ବି ତାକୁ ସମସ୍ତେ କୃପଣ କହିବେ ଆଉ କ'ଣ ଇତ୍ୟାଦି। ଆସନ୍ତୁ ଯିବା ମକର ପାଖକୁ। ମଙ୍ଗଳବାର 30 ତାରିଖ ମକର ରାଶି ପାଇଁ ଆଜି ଆଦୌ ଶୁଭ ଦିନ ନୁହେଁ। ଏଇ ରାଶି ବ୍ୟକ୍ତିଙ୍କ ପାଇଁ ଆଜି ଅଶୁଭ ଖବର ଯେ ସେ ଅସୁସ୍ଥ ହେବେ। 4ଟା ଯାଏ ଧନିଷ୍ଠା ଅତି ଅସୁସ୍ଥ ହେବେ। 4ଟା ପରେ ଉତ୍ତରାଷାଢ଼ା ନକ୍ଷତ୍ରଧାରୀ ଟିକେ ବେଶୀ କଷ୍ଟ ଭୋଗିବେ। ଏ ରାଶିଧାରୀ ବ୍ୟକ୍ତିଗଣ ଆଜି କିଛି ନା କିଛି ରୋଗର ଶିକାର ହେବେ। କଳହ ହେଇପାରେ। ତୁମ ଚରିତ୍ରକୁ ନେଇ, ମକର ରାଶିର ଚରିତ୍ରକୁ ନେଇ କେହି କିଛି ଟିପ୍ପଣୀ ଦେଇପାରେ, ଆଙ୍ଗୁଳି ଦେଖାଇପାରେ। ଆଜି କ୍ଳାନ୍ତ ଅବଶ ଲାଗିବ। ମଙ୍ଗଳବାର, କାରଣ ମକରର ଅଧିପତି ହେଲେ ଶନି। ଶନି ମଙ୍ଗଳ ପଡ଼େନି, ଯେମିତି ତମର ମୋର ପଡ଼େନି। ମୁଁ ସିନା ହସୁଛି, ତମେ ପରା ମୋ ହସୁ କହୁଛ କୁଟିଳ ହସ। ଓ ଯେତେ ଭଲ ପାଇଲେ ମୁଁ କ'ଣ ହେବ? ତମ ମନଟା ହେଉଛି ଆମ୍ବିଳା। ବୁଝିଲ ନା। ଏବେ ଆମେ ଆସିବା କୁମ୍ଭ ପାଖକୁ। ମଙ୍ଗଳବାର 30 ତାରିଖ କୁମ୍ଭ ରାଶି ପାଇଁ ଆଜି ରାଜ ସମ୍ମାନ ଯୋଗ ଅଛି। ବାରେ ରାଜ ସମ୍ମାନ ଯୋଗ କ'ଣ ଛୋଟିଆ ଲୋକଙ୍କୁ ମିଳେ? ଲୋକ ସେତେ ଭଲ ନହେଲେ ତାକୁ ଉଚ୍ଚକୋଟୀର ସମ୍ମାନ ମିଳେନି। ବୋଧ ହୁଏ ଅତୀତରେ ଏଇ କୁମ୍ଭ ରାଶିର ଜନତା ମାନେ ମୋର ଭାଇ ବନ୍ଧୁ କୁଟୁମ୍ବ ଭଲ କାମ କରିଛନ୍ତି। ଏଇଥିପାଇଁ ବିଧାତା ଏମାନଙ୍କୁ ଆଜି ରାଜ ସମ୍ମାନ ଦେବ। ରାଜ ସମ୍ମାନ ଯୋଗ ଅଛି। ମଙ୍ଗଳବାର ହେତୁ ଏହା ପୂର୍ଣ୍ଣ ପ୍ରାପ୍ତ ହୋଇନପାରେ। କାରଣ କୁମ୍ଭର ଅଧିପତି ହେଲେ ଶନି, ବାର ହେଲା ମଙ୍ଗଳ। ଯେତିକି ସମ୍ମାନ, ଆଦର, ପ୍ରେମ, ପ୍ରୀତି, ସୁଖ, ଶାନ୍ତି ମିଳିବା କଥା ସେଥିରୁ ଟିକେ ଊଣା ହେବ। ସୁକର୍ମାନୁସାରେ ସମ୍ମାନ ଲବ୍ଧ ହୋଇଥାଏ। 4ଟା ଯାଏ ପୂର୍ବଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଓ 4ଟା ପରେ ଶତଭିଷା ନକ୍ଷତ୍ରର ଅଶୁଭ ସମୟ ଆସି ଦୁଃଖ ଦେବ। କାରଣ ଆଜି ମଙ୍ଗଳବାର। ଆର୍ଥିକ ବିକାଶ ତ ନିଶ୍ଚୟ ହେବ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ବଢ଼ିଆ ଭୋଜନ, ଶୟନ, ଦର୍ଶନ, ଗମନ, ପଠନ ହେବ। ସମ୍ମାନକାରୀ କାର୍ଯ୍ୟ ଆଜି କରିବେ। ସମସ୍ତ ଚାଷୀ ଓ ବ୍ୟବସାୟୀ ଆଜି ନିଜ ରୋଜଗାରକୁ ବଢ଼େଇ ପାରିବେ। ଆଉ ଅଭୂତପୂର୍ବ ଆନନ୍ଦ ଲାଭ କରି ମୋତେ କହିବେ, ବାଃ କି ବଢ଼ିଆ କଥା ଆପଣ କହିଥିଲେ। ମୋ କଥାଟା ସତ ହେଲା। ଆଉ ଆମେ ଯିବା ଏବେ ଶେଷ ଘରକୁ, ବୋଇଲେ ମୀନ ପାଖକୁ। ମଙ୍ଗଳବାର 30 ତାରିଖ ମୀନ ରାଶି ପାଇଁ
शुभवार मंगलवार हेतु आसी भावुथिबा समस्या पीड़ाप्रद हेबनी। आज 4टा जाए रेवतीर 4टा परे उत्तर भाद्रर किछि अघटन घटिब। मीन राशि पाई आज झमिला भितर अड़ुआ माने घंटा चकटा दिन। अनेक कथा को से भावुथिबे आज मु समाधान करी किंतु तापर आउ गोटे समस्या आसीज। मुंड बुद्धि विवेक ज्ञान आज काम दबनी। तथापि तांको भितर जे बुद्धिमान मीन राशि बंधु जे बुद्धिमान जे सहनशील जे विवेकी तांको ये विपद हैरान करि परिबनी। सेमाने महा आनंद रे समय काटिबे। आउ जे धैर्य हरा चटकिन रागी जाए जीवन के हसीनी सब कुटिल अन्य अमंगल कामना करे यही अमंगलिया माने आज दुख भोगिबे। एणु मीन राशि समस्त जनता यह जानी समस्तंकर मंगल करंतु शुभ चिंता करंतु। आज टिट फॉर टैट जैसा को तैसा विधाता जगिची मीन राशि को दंड देवाई आउ पुरस्कृत करने जेमिति कर्म सेमिति फल। जादृशी भावना जस्य सिद्धिर भवत्तादृशी। जे जुई गिले से अंगार हगे एटा मन रखिथे। जे जुई गिले से अंगार हगे। बंधु काली 31 तारीख भाविची 1 तारीख पाई किछि कहिबिनी। जो मानकर खराब संवाद कान रे बाजिबो से माने टिके आंबिळा आंबिळा मन करिवे। वर्षटा आमर दुखरे जीवो। तेणु मु कहि दउची जे मु 1 तारीख पाई किछि कहिबिनी। काली यदि ईश्वर चाहिए 31 पाई कहीदेवी किंतु 1 पाई कहबिनी। का मन दुख हो जीवो से मते गाली दब। आपणार मतामत अपेक्षा रही इति। नमस्कार।